ଦେଶ ଆଗଉଛି ମାନେ ଦାମ ବଢ଼ିବ। ଆଳୁ ପିଆଜ କିଣିଛି ତାପରେ ଆଉ କ'ଣ କିଣିବି ଆଉ। ଦେଶ ଯେଉଁ ବାଟରେ ଯାଉଛି ପ୍ରାଇସ୍ ସେମିତି ବଢ଼ୁନି। ହଁ ବଢ଼ିଆ ଅଛି ପ୍ରାଇସ୍। ହଁ ଆଳୁ ତ ଆସୁନଥିବ ସେ କେତେ ଦିନ ରଖି ପଚେଇବେ କି? ଯଦି ମମତା ଆଳୁ ଦେବନି ସେ କ'ଣ ଆଳୁ ଜାଗାରେ ସଢ଼େଇବ କି? ସେ ଦେବାକୁ ବାଧ୍ୟ ହେବ। ଆମର ପେସେନ୍ସ ରହିବା ଦରକାର। 2 ଦିନ ଅପେକ୍ଷା କଲେ ଆଳୁ ଆସିବ। ନୂଆ ଆସୁ ହଁ ଆସୁ। ଆମ ଓଡ଼ିଆ ବାଲା କ'ଣ କରୁଛନ୍ତି? ଚାଷ କରୁନାହାନ୍ତି। ଆମେ ସବୁବେଳେ ଗୋଡ଼ ଭଙ୍ଗା ଗୋଡ଼ରେ କେତେ ଚାଲିବା? ଆମ ଗୋଡ଼ ଠିକ୍ କରାଯାଉ। ଯଦି ନିର୍ଭର କରିବେ ଏମିତି ଅସୁବିଧା ପାଇବେ। ହଁ କରିବା ଉଚିତ। ଆଉ ଡିଫେନ୍ସରେ ଆମେ ତିଆରି କରୁଛୁ ଆଉ ଆଳୁ ଘଣ୍ଟେ ତିଆରି କରିପାରୁନୁ। ଦରଦାମ ଏବେ ସବୁ ଲିମିଟ୍ ଖାଇଲାଣି। ମାଲ ସଫିସିଏଣ୍ଟ ଆଉଛି, କିଛି କେଉଁଠି ଅସୁବିଧା ନାହିଁ। ମାଲ ଆଉଛି, ଆମଦାନୀ ବି ଜୋରରେ ହେଉଛି। ବଜାର ବି ସ୍ଲୋ ଅଛି, କିଛି ଦରଦାମ ସବୁ ଠିକ୍ ଠାକ୍ ଅଛି। ଆଳୁ ରେଟ୍ ବଢ଼ି ଯାଇଥିଲା, ଆଳୁ ଏବେ ବି ଖସିକି ଆଉଛି। ଆଳୁ ଆମଦାନୀ ଅଛି ଠିକ୍ ଠାକ୍, ସବୁ ରେଟ୍ ସବୁ ଠିକ୍ ଅଛି। ପଶ୍ଚିମ ୟୁପିରୁ ଆସିବାର ଅଛି ଆଳୁ। ୟୁପିରୁ ଆସିଲେ ଯାହା ହେବ ରେଟ୍, କିନ୍ତୁ ଦରଦାମ ସବୁ ଏମିତି ରହିବ, ଆଉ କିଛି ବଢ଼ିବାର ଆଶା ନାହିଁ। ନାଇଁ ମାଲ ନ ଆସିବ ନା, ମାଲ ତ ଏବେ ଠିକ୍ ଆଉଛି। ଆଗକୁ କ'ଣ ହେବ ଆମେ ବି ଜାଣିନୁ। ଏବେ ସବୁ ସିମ୍ପୁଲ ରେଟ୍ ଚାଲିଛି। ନର୍ମାଲ ବଜାର ଅଛି, ନର୍ମାଲ ରେଟ୍ ଚାଲିଛି। କିଛି ବି ଉଚ୍ଚା ନାହିଁ କି କିଛି ଇଏ ନାହିଁ, ସର୍ଟ ବି ନାହିଁ। ମାଲ ଆଭେଲେବୁଲ୍ ଅଛି।